ଲୋକବିଶ୍ୱାସ ରହିଛି ଏକ ଦୀର୍ଘ ଯାତ୍ରା ପରେ ମନୁଷ୍ୟର ଶରୀର ମିଳିଥାଏ। କ'ଣ ସେ ଦୀର୍ଘ ଯାତ୍ରା? 9 ଲକ୍ଷ ପ୍ରକାରର ଜଳଜୀବ, 20 ଲକ୍ଷ ପ୍ରକାରର ବୃକ୍ଷ, 11 ଲକ୍ଷ ପ୍ରକାରର କୃମି କୀଟ, 10 ଲକ୍ଷ ପ୍ରକାରର ପକ୍ଷୀ, 30 ଲକ୍ଷ ପ୍ରକାରର ପଶୁ, 4 ଲକ୍ଷ ପ୍ରକାରର ମନୁଷ୍ୟ ଯୋନି। ହଁ ଶ୍ରୋତା ବନ୍ଧୁ, ଭାଗବତ ମହାପୁରାଣ ତାହା ହିଁ କୁହନ୍ତି। 84 ଲକ୍ଷ ଯୋନି ଅତିକ୍ରମ କରିବା ପରେ ଦୁର୍ଲଭ ମନୁଷ୍ୟ ଜନ୍ମ ମିଳିଥାଏ। ତେବେ ଏହି ମନୁଷ୍ୟ ଜନ୍ମ ଯାହା ଅତ୍ୟନ୍ତ ଦୁର୍ଲଭ, ଅର୍ଥାତ୍ ସହଜରେ କାହାରିକୁ ବି ପ୍ରାପ୍ତି ହୁଏ ନାହିଁ, ଏପରିକି ଦେବତାମାନଙ୍କୁ ମଧ୍ୟ। ତେଣୁ ତ ରାମଚରିତ ମାନସରେ ସନ୍ଥ ତୁଳସୀ ଦାସ ଲେଖିଲେ, ବଡେ ଭାଗ ମନୁଷ୍ୟ ତନୁ ପାवा, ସୁର ଦୁର୍ଲଭ ସବ ଗ୍ରନ୍ଥ ହିଁ ଗାवा। ଆହା, ବଡ଼ ଭାଗ୍ୟ ଏ ମନୁଷ୍ୟର ଶରୀର ପାଇବା, ଯାହା ପୁଣି ଥରେ ଯେ ଆମକୁ ପ୍ରାପ୍ତ ହେବ କିଏ କହିବ? ଭାଗବତ କହିଲେ ନା, ଅନେକ ଜନ୍ମ ତପ ଫଳେ ମନୁଷ୍ୟ ଜନ୍ମ ମହିତଳେ। ପୁଣି ଲେଖିଲେ, ଦୁର୍ଲଭ ମନୁଷ୍ୟ ଜନ୍ମ ପାଇ କିମ୍ ପାଇଁ ହେଉ ଭ୍ରମ। ଏହି ଶରୀର ଦୁର୍ଲଭ। ବାରମ୍ବାର ଏହି କଥା ସୂଚେଇବାକୁ ଯାଇ ପୁଣି କହିଲେ, ଦୁର୍ଲଭ ମନୁଷ୍ୟ ଶରୀର ନରକ ନିସ୍ତାରଣ ଦ୍ୱାର। ତେଣୁ ସେହି ସୁଯୋଗକୁ ମନୁଷ୍ୟ ହାତଛଡ଼ା କରିବାକୁ କାହିଁକି ଚାହିଁବ? ବନ୍ଧୁଗଣ, ପୁରାଣ, ବେଦ, ଉପନିଷଦରେ ସମସ୍ତ ଶାସ୍ତ୍ର ସିଦ୍ଧାନ୍ତ ମାନଙ୍କରେ, ମୁନି ଋଷି ମାନଙ୍କର ଆପ୍ତ ବଚନରେ ଯେଉଁଠି ବି ମନୁଷ୍ୟର ଶରୀର କଥା ଲେଖାଯାଇଛି, ସେଠାରେ ଗୋଟାଏ ଶବ୍ଦ ଲାଗିଛି, ତାହା ହେଉଛି ଦୁର୍ଲଭ। ଦୁର୍ଲଭ ବସ୍ତୁ ପ୍ରାପ୍ତ ହେବା ମାନେ ହିଁ ତ ଭଗବତ କୃପା ବା ଭଗବାନଙ୍କର କୃପା ଲାଭ କରିବା, ବା ଲାଭ କରିଛେ ବୋଲି ଆମେ ଏ ଶରୀର ପାଇଛେ। ତେବେ କଥା ହେଲା, ସେହି ମନୁଷ୍ୟ ଶରୀରର କର୍ମ କ'ଣ ହେବା ଆବଶ୍ୟକ? ସେହି ଦୁର୍ଲଭ ଦେବତା